এই କପ୍ଟି ଦେଖି ଭାବୁଛନ୍ତି କି ଆଜି ମୁଁ ଆପଣଙ୍କୁ ଚା ଦେଖେଇବି ବୋଲି, କିନ୍ତୁ ନା, এই କପ୍ରେ ଦେଖନ୍ତୁ ମୁଁ ଗୋଟେ କପ୍ ଚାଉଳ ନେଇଛି। ଆଜି ମୁଁ ଆପଣଙ୍କୁ ଭାତ କରି ଦେଖେଇବି କେମିତି ଅତି ସହଜରେ ଓ କମ୍ ସମୟ ଭିତରେ ଆପଣ ଭାତ କରିପାରିବେ। ପ୍ରଥମେ କ'ଣ କରିବେ ନା, ଆପଣ ଗୋଟେ ପାତ୍ରରେ ଗୋଟେ କପ୍ ମାପରେ ଚାଉଳ ନେଇଯିବେ। ଏହାକୁ ଭଲ ଭାବରେ ଆମେ ଧୋଇଦେବା, ତାପରେ ମୁଁ ଦେଖାଉଛି। ପ୍ରଥମେ ଗୋଟେ ଜାଗାରେ 2 ଗ୍ଲାସ୍ ପାଣି ନେବେ, ତାହାକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବେ। ପାଣି ପୁରାପୁରି ଗରମ ହେଇଯିବା ଦରକାର। ଏବେ ଆମେ ଏଥିରେ ଗୋଟେ ଚାମଚ ଲୁଣ ପକାଇ ପାଣିକି ପୁରା ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ଦେଖନ୍ତୁ ଏବେ ଆମର ପାଣି ପୁରାପୁରି ଗରମ ହେଇଗଲାଣି, ଫୁଟି ଆସିଲାଣି, ବବଲ୍ସ ଗୁଡ଼ିକ ବି ଉପରକୁ ଉଠି ଆଇଲାଣି। ଏବେ ଆମେ ଧୋଇ ରଖିଥିବା ଚାଉଳକୁ ପକାଇ ନେବା ଆଉ ଢାଙ୍କି ଦେବା। ଦେଖନ୍ତୁ ମୁଁ ଏବେ ଢାଙ୍କି ଦେଇଛି। ହାଇ ଫ୍ଲେମ୍ କରିକି ଆମେ 15 ମିନିଟ୍ ଏହାକୁ ଛାଡ଼ିଦେବା। ଆପଣମାନେ ଭାବୁଥିବେ ମୁଁ ଏଥିରେ କାହିଁକି ଲୁଣ ପକାଇଲି, ଲୁଣ ପକାଇଲେ ଭାତ ଶୀଘ୍ର ହେଇଯାଏ। ଏଇଟା ଗୋଟେ ବଢ଼ିଆ ସୁନ୍ଦର ଟିପ୍ସ, ମନେ ରଖନ୍ତୁ। ମୁଁ ଏହାପରେ ଆପଣମାନଙ୍କୁ ଦେଖାଉଛି। ତ ଭାତ କେତେ ସୁନ୍ଦର ଭାବରେ ହେଇଯାଇଛି। ଏହାକୁ ଆମେ ଏବେ ଗାଳିଦେବା।